ଆସନ୍ତା କାଲିଠାରୁ ବଢ଼ିବ ବର୍ଷା। 13 ଜିଲ୍ଲାକୁ ବେୟୁ ଷ୍ଟାଣ୍ଡିଂ ଆଲପ ସାଗରରେ ଜାରି ସୃଷ୍ଟି ହେବା ଲାଗି ବୃଷ୍ଟିବଳ ପ୍ରଭାବରେ ଆସନ୍ତା କାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବା ସୃଷ୍ଟିର ପ୍ରଭାବରେ ଆସନ୍ତା କାଲିଠାରୁ ବଢ଼ିବ ବର୍ଷାର ପ୍ରଭାବ। ଏହି ଘନୀଭୂତ ହୋଇ ପଡ଼ରେ 22, 23, 26ରେ ସାରା ରାଜ୍ୟରେ ହେବ। ଉପକୂଳରେ ଅଧିକ ବର୍ଷା ନାହିଁ ବୋଲି ବିଭାଗ ସୂଚନା ଦେଇଛି। ବିଜୁଳି ଓ ଘଡ଼ଘଡ଼ି ସହ କିଛି ସ୍ଥାନରେ ଲଘୁଚାପ ମଧ୍ୟରେ ବର୍ଷା। 13 ଜିଲ୍ଲାକୁ ବେୟୁ ଷ୍ଟାଣ୍ଡିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଗଞ୍ଜାମ, ଜଗତସିଂହପୁର, ଗଜପତି ଏବଂ ଜାରି ହୋଇଛି। ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାଠାରୁ 9 ଜିଲ୍ଲାକୁ ବେୟୁ ଷ୍ଟାଣ୍ଡିଂ ଜାରି କରିଛି। ପାଣିପାଗ ବିଭାଗ ସେହିପରି 23 ତାରିଖରେ ରାଜ୍ୟ ସ୍ଥାନରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ହେବାର ସମ୍ଭାବନା ରହିଛି। ଉପକୂଳ ଜିଲ୍ଲା ଏବଂ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟ ରହିବ ପ୍ରବଳ ବର୍ଷା। ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ପୁରୀ, ଖୋର୍ଦ୍ଧା ଏହି 13ଟି ଜିଲ୍ଲାକୁ ବେୟୁ ଜାରି କରାଯାଇଛି। ଘଡ଼ଘଡ଼ି ସହ ବର୍ଷା ନେଇ 12 ଜିଲ୍ଲାକୁ 3 ଘଣ୍ଟା ଯାଇ ବେୟୁ ଜାରି କରାଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକ ହେଲା କଟକ, ଖୋର୍ଦ୍ଧା, ଭୁବନେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ଅନ୍ୟ କ୍ଷେତ୍ର କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କ କରାଯାଇଛି। 24 ତାରିଖ ପରେ ପାଣିପାଗ ପୁଣି ନିର୍ବାଚନ ହେବାର ସମ୍ଭାବନା ରହିଛି। ଆସନ୍ତା 23 ତାରିଖରୁ ଦକ୍ଷିଣ ପଶ୍ଚିମ ଓ ମୌସୁମୀ ବାୟୁ ରାଜ୍ୟରେ ପ୍ରତ୍ୟକ୍ଷ ପରିବର୍ତ୍ତନ କରାଯାଇଛି। ପାଣିପାଗ ବିଭାଗ ସୂଚନା ଦେଇଛି, ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ସୋମବାର ସୁଦ୍ଧା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପାଣିପାଗ ବଢ଼ିବ। 3 ଦିନ ଯାଏ ବର୍ଷା ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ରବିବାର ବର୍ଷା ଆରମ୍ଭ ହୋଇଛି। ଆସୁଛି ଏକ ଭଲ 2ଟି ଉତ୍ତର ପଶ୍ଚିମ ଓ ଆଗ୍ନେୟ କେନ୍ଦ୍ରର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଏହାଦ୍ୱାରା ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ରହିଛି। ପ୍ରଭାବ ବର୍ଷା ଯୋଗୁଁ ଖୋର୍ଦ୍ଧା, ପୁରୀ ସତେଜ ଆଜି 12 ଜିଲ୍ଲାକୁ ବେୟୁ ଷ୍ଟାଣ୍ଡିଂ ଜାରି କରାଯାଇଛି। 25 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାଣିପାଗ ବିଭାଗ ପକ୍ଷରୁ ବେୟୁ ଟାର୍ଗେଟ ଜାରି କରାଯାଇଛି। ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି। ତେବେ ଗୋଟିଏ କିମ୍ବା 2ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଏହି ଜିଲ୍ଲାକୁ 22 ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ଜାରି କରିଛି ପାଣିପାଗ ବିଭାଗ। ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତକାଲି ରୂପ ନେବ ବୋଲି ସୂଚନା ପାଣିପାଗ ଦେଇଛି।